କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣ ସାହୁ ଦ୍ୱାରା ପ୍ରଭାବିତ ଏବଂ ସେଠିକାର ଯେଉଁ ସାମାଜିକ ସଂସ୍କାରଠୁ ରାଜନୀତି ଜୀବନ ସାମାଜିକ ଜୀବନ ଏବଂ ରାଜନୀତି ଜୀବନ ଆରମ୍ଭ କରିଥିଲେ। ସ୍ୱାମୀଜୀଙ୍କର ଯେଉଁ ଥିଲା ତାଙ୍କ ନୀତି ଆଦର୍ଶ ଏବଂ ତାଙ୍କର ନିର୍ଦ୍ଦେଶରେ ସେ ତାଙ୍କ କାମ କରୁଥିଲେ ଏବଂ ସେ ଅଞ୍ଚଳର ଜନନେତା ଥିଲେ ଏବଂ କନ୍ଧମାଳ ଜିଲ୍ଲାର ମାନେ ବାଲିଗୁଡ଼ାର ତ ସେ ବିଧାୟକ ଦୁଇଥର ହେଇଛନ୍ତି। ସୁରେନ୍ଦ୍ର କଂରୁ ଜିତେଇବା ତାଙ୍କର 2000 ମସିହାର ଅବଦାନ ଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ବିଧାୟକ ହେଇଥିଲେ। ନିଶ୍ଚିତ ଭାବରେ ତାଙ୍କ ସେ ଅଞ୍ଚଳରେ ଲୋକ ଜନଜୀବନ ସହିତ ଯେଭଳି ଭାବରେ ସେ ଜଡ଼ିତ ଥିଲେ ଆଉ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଇ ଯେଭଳି କାମ କରୁଥିଲେ ସେଥିପାଇଁ ତାଙ୍କୁ 2009ରେ ବିପରୀତ ପରିସ୍ଥିତିରେ ମଧ୍ୟ ଲୋକ ନିର୍ବାଚିତ କରିଥିଲେ ଏବଂ ସେ ନିଶ୍ଚିତ ଭାବରେ ସେ ଅଞ୍ଚଳ ପାଇଁ ଆଉ ଦଳ ପାଇଁ ସମାଜ ପାଇଁ ନିଶ୍ଚିତ ଭାବରେ ରାଜ୍ୟ ପାଇଁ ଗୋଟେ ଅପୂର୍ଣ୍ଣ କ୍ଷତି ହେଇଛି ଏବଂ ଆଜି ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଜଗନ୍ନାଥ ମହାପ୍ରଭୁ ଅସୀମ ଧୈର୍ଯ୍ୟ ଏବଂ ସାହସ ଦିଅନ୍ତୁ ଏତିକି ଆଜି କହିବା ଉଚିତ ହେବ ଏବଂ ତାଙ୍କ ପାଇଁ ତ ରାଜ୍ୟ ତରଫରୁ ଆମେ ସମସ୍ତେ ସହାନୁଭୂତି